ମୁଁ ଗାଲି ମହାକାଳୀଙ୍କ ସେବକ। ମୁଁ କିନ୍ତୁ ଆସୁଛି ବାପା ଜେଜେବାପା ମୋର ଯିଏକି ବିଦ୍ୟାଧରଣା ଆମର ତାଙ୍କଠୁ ଆମେ ଅନୁଭବ କରିଛୁ ଏ ପୂଜା ପଦ୍ଧତିର ତତ୍ତ୍ୱ। ଆଜି ସେ ପୂଜାରେ ଆମେ ପଥାନଗାମୀ ହେଇଛୁ। ସେ ହେଉଛନ୍ତି ବିଦ୍ୟାଧରଣା। ସେ ରହୁଛନ୍ତି କଟକ ବଡ଼ମ୍ବା ନରସିଂହପୁର କମଳାଡିହଳ। ଦଣ୍ଡ କହିଲେ କଷ୍ଟ, ଯେ ଦଣ୍ଡକୁ କଷ୍ଟକୁ ସମ୍ଭାଳି କଷ୍ଟ କରି ଚାଲେ ଏବଂ ନିୟମରେ ପରିଚାଳିତ ହୁଏ ତାକୁ କହନ୍ତି ଦଣ୍ଡୁଆ। ଦଣ୍ଡ ବିଧାନ ତ ଅସଂଖ୍ୟ ଅମାପ ଶକ୍ତି ନିହିତ ଥାଏ, ଯାହାକି ଆମେ ଚାରି ଦଣ୍ଡରେ ନିମଗ୍ନ କରୁଛୁ। କ'ଣ ନା ପ୍ରଥମେ ଧୂଳି ଦଣ୍ଡ କରିଛୁ, ତାପରେ ଅଗ୍ନିଦଣ୍ଡ, ତାପରେ ପାଣି ଦଣ୍ଡ, ରାତିର ଆଳତିରେ ଯଜ୍ଞାଦି ଦୀପ ଦଣ୍ଡ ତତ୍ତ୍ୱ ଜ୍ଞାନ ହଉଛି ଆଳତି ତତ୍ତ୍ୱ। ଚାରି ଦଣ୍ଡ ଆମେ ନିମଗ୍ନ କରୁଛୁ। ସେଥିରେ ଏତେ ଅକ୍ଷୁଣ୍ଣ ତତ୍ତ୍ୱ ଉପରେ ଭରସା ରହିଛି। ବହୁତ ଚୁମ୍ବକୀୟ ଶକ୍ତିରେ ମାଙ୍କ ପାଖକୁ ଦୁଃଖ ଜଣାଇବା ପାଇଁ ଭକ୍ତମାନେ ପଳେଇ ଆସନ୍ତି ଏବଂ ସେ ମା ଏବଂ ଭକ୍ତ ଓତପ୍ରୋତ ଭାବେ ଜଡ଼ିତ ହେଇଯାଆନ୍ତି। ଆଖିରୁ ଲୋତକ ଧାର ସେମାନଙ୍କ ବୋହିଯାଏ। ସେ ଏତେ ସ୍ନେହ ବିହଳିତ ହେଇଯାଆନ୍ତି ଯାହାଦ୍ୱାରା କି ତାଙ୍କର କଥା ସ୍ନେହ ସାଥି ସାଥି ପୂରଣ ମହାପ୍ରଭୁ କରିଦିଅନ୍ତି। ସେଇ ତତ୍ତ୍ୱରେ ଅସୀମ ଅସିତ ଗିରି ସମା ସତ୍କାର୍ଯ୍ୟ ସିନ୍ଧୁ ପାତ୍ରେ ସୁରତରୁ ବରସା ଖାଲେ ଖରି ପତ୍ର ପୂର୍ବୀ লিখিত যদি গৃহীত শারদা সর্বকাল তদবিଦ ଗୁଣାନାମି ମିଂସ ପାରଣ ଜାତି। ତାଙ୍କର ଗୁଣଗାନ ଆମେ ନରଦେହ ଧରି ବର୍ଣ୍ଣନା କରିବା ପାଇଁ ଦୁଃଖଦାୟକ, କିନ୍ତୁ ପରମ୍ପରା ଏତେ ମହାନତା ଦେଇଛି ଯେ ମୋତେ 74 ବର୍ଷ ମାଙ୍କର କାଲି ଆବିର୍ଭାବ କହିଲେ ବୋଲେ ଆରେ ମୁଁ ତତେ ପରା ଆଣିଛି ମୋ ସେବା କରିବୁ, ତୁ କ'ଣ ଭାବୁଛୁ? ତତେ କିଏ ଚଲାଉଛି, କିଏ ନେଉଛି, କିଏ ବସେଇଛି? ତୁ ମୋ ସେବାକାରୀ ହିସାବରେ ତୋ ହାତ ବାଜିଲେ ମତେ ଆନନ୍ଦ ଲାଗୁଛି। ତୁ ଯୋଉ ପୂଜା ପଦ୍ଧତି କରୁଛୁ ମୁଁ ବହୁତ ସନ୍ତୁଷ୍ଟ ଅଛି। ଆଉ ସନ୍ତୁଷ୍ଟରେ ଯୋଉ ଭକ୍ତମାନେ ଆସୁଛନ୍ତି ତୋଠୁ କଥା ଶୁଣୁଛନ୍ତି ସେମାନଙ୍କ ତାଙ୍କୁ ପଚାରୁନୁ ତାଙ୍କର ମାନସିକ ପୂର୍ଣ୍ଣ ହଉଛି ନା ନାହିଁ। ତ କଥାରେ ସେମାନେ ଯଦି ରାଜି ହେଇଯାଇକି କଥା କରୁଛନ୍ତି ସେ ପୂର୍ଣ୍ଣ ହେଇଯାଉଛି। ଏଇ ଆଶୀର୍ବାଦଟା କେତେ ଅସମ୍ଭବ ଜାଗାରୁ ଆସୁଛନ୍ତି ଖାଲି ତୋ ନାଁ ଶୁଣିକି ମା। ତେଣୁ ଏମିତି ଅସମ୍ଭବକୁ ସମ୍ଭବ କରୁଛନ୍ତି ମା ଭବାନୀ ଦେବୀ ସ୍ୱରୂପ, ଯାହାକି ଆମେ ତାଙ୍କର ମା ସ୍ୱରୂପ ପଡ଼ିଆକୁ ଆମେ ବିହଳିତ ହେଇଯାଉଛୁ। ଆଖିରୁ ଲୋତକ ଧାର ବୋହି ଯାଉଛି। ଦେବୀ ସ୍ୱରୂପ ମା ତତ୍ତ୍ୱ ଉପରେ ମା ବି ନିଜେ କୁଣ୍ଢେଇ ପକାଉଛି, ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଆହା ତୁ କେତେ ଦୁଃଖ ପାଉଛୁ, କେତେ କଷ୍ଟ ପାଉଛୁ ବୋଲି ସମସ୍ତଙ୍କୁ ଆଲିଙ୍ଗନ ମଧ୍ୟ କରି ପକାଉଛନ୍ତି ମା ଉଭା ହେଇକି। ନିଜ ସ୍ୱଦେହକୁ ଅନ୍ୟ ଦେହରେ ପରିଭୁକ୍ତ କରି ସେ କୁଣ୍ଢେଇ ପକାଉଛନ୍ତି। ଆମେ ଅନୁଭବ କରୁଛୁ ମାତୃସ୍ଥାନୀୟ ମାଙ୍କର ଏବଂ ସେ ମାଟି ହେବା ପାଇଁ ସେ ଯୋଉଭଳି ତ୍ୟାଗ କରୁଛନ୍ତି, ତପସ୍ୟା କରୁଛନ୍ତି। ମୁଁ କଷ୍ଟ ସହିକି ଆସିକି ଗୁଆ ବସେଇ ପୁତ୍ର ସନ୍ତାନ ଟିଏ ପାଇଁ କେତେ କଷ୍ଟ କରୁଛନ୍ତି ଆମେ କହିବା ପାଇଁ ବାହୁଲ୍ୟ ମାତ୍ର। କିନ୍ତୁ ମା ତାଙ୍କର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ବହୁତ ବହୁତ ଆନନ୍ଦଦାୟକ ଦେଇ ତାଙ୍କର ମନସ୍କାମନା ପୂର୍ଣ୍ଣ କରୁଛନ୍ତି। ଏ ତ 13 ଦିନ ଯାତ୍ରା ମେରୁ ପର୍ଯ୍ୟନ୍ତ। ଏ ତ ବର୍ତ୍ତମାନ 5-6 ଦିନ କାମ ଚାଲିଛି, ଆହୁରି ଅଛି ଦୀର୍ଘ ଦିନ। ମେରୁ ତ ଶ୍ରେଷ୍ଠ ଯାତ୍ରା, ଶିବଙ୍କ ମେରୁ ଯାତ୍ରା ମାନେ ବଡ଼ ଯାତ୍ରା। ଏମିତି ବି ରଥଯାତ୍ରା ଜଗନ୍ନାଥ ବଳଭଦ୍ରଙ୍କ ରଥଯାତ୍ରା 10 ଦିନ ପର୍ଯ୍ୟନ୍ତ, ଇଏ କିନ୍ତୁ 13 ଦିନ ପର୍ଯ୍ୟନ୍ତ ବିସ୍ତୃତ ଥାଏ। ଏ ବଡ଼ ଯାତ୍ରା ମେରୁ ଯାତ୍ରା। ଏ ଯାତ୍ରାରେ ଆମେ ବି ଖୁସି ଅନୁଭବ କରିଥାଉ।